ଦର୍ଶକ ବନ୍ଧୁ, ମୁଁ ଜୟଦେବ ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଆଜି ପଢ଼ିବା ଦଶମ ଶ୍ରେଣୀର ଓଡ଼ିଆ ସାହିତ୍ୟ କଥା ପାର୍ଟ 4। ଆଜି ଷ୍ଟୋରି ମାଧ୍ୟମରେ ପଢ଼ିବା ନାହିଁ, ସର୍ଟ ନୋଟ୍ ମାଧ୍ୟମରେ ହେଡ଼ିଂ ଗୁଡ଼ାକ ଜାଣିବା, ମୁଖ୍ୟ ପଏଣ୍ଟ ଗୁଡ଼ାକ ଜାଣିବା, କବିମାନଙ୍କର କବିତା ଉପନ୍ୟାସ କ'ଣ ସବୁ ରଚନା କରୁଛନ୍ତି ତାଙ୍କ ବିଷୟରେ ସର୍ଟ ନୋଟ୍ ହିସାବରେ ଜାଣିବା। ଆସନ୍ତୁ। ପଣ୍ଡିତ ନୀଳକଣ୍ଠ ଦାସ, ଯିଏକି ଇତିହାସ ଉପରେ ଆଧାରିତ କାବ୍ୟ ରଚନା କରିଛନ୍ତି କୋଣାର୍କୀ ଖାରବେଳ। ଦାସନାୟକ ଓ ପ୍ରଣୟିନୀ ତାଙ୍କର ଅନୁବାଦ କୃତି ବା ଅନୁବାଦ କାବ୍ୟ ଅଟେ। ପ୍ରତିଭା ପୂଜା, ମୋ ନିଶ, ପ୍ରତିମା ପୂଜା, ଅଛୁଁ ଓ ହେବୁ ଆଦି ପ୍ରବନ୍ଧରେ ତାଙ୍କର ସ୍ୱାଧୀନ ଚିନ୍ତା ଓ ସଂସ୍କାର ଧର୍ମୀର ପରିଚୟ ମିଳେ। କେଉଁଠାରେ ନା ପ୍ରତିଭା ପୂଜା, ମୋ ନିଶ, ପ୍ରତିମା ପୂଜା, ଅଛୁଁ ଓ ହେବୁ ଏସବୁ ପ୍ରବନ୍ଧରେ। ଆର୍ଯ୍ୟ ଜୀବନ, ଓଡ଼ିଆ ଭାଷା ଓ ସାହିତ୍ୟ, ଓଡ଼ିଆ ସାହିତ୍ୟର କ୍ରମ ପରିଣାମ, ସଂସ୍କୃତ ଓ ସଂସ୍କୃତ ଆଦି ତାଙ୍କ ପ୍ରଜ୍ଞାମାନସର ପରିଚୟ ଦେଇଥାଏ। ତାପରେ ଜାଣିବା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ବିଷୟରେ। ଆଲେଖିକା ତାଙ୍କର ଗାଥା କବିତା ଅଟେ। କାହାର ନା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର। ଗୀତାୟନ, ଚୟନିକା, କିଶଲୟ, କଲିକା ତାଙ୍କର ମନୋଜ୍ଞ କବିତା। ତାଙ୍କ ମନ ଦ୍ୱାରା ଚିତ୍ରିତ ବା ତାଙ୍କର ମନର ଲେଖା। ଗୀତାୟନ, ଚୟନିକା, କିଶଲୟ, କଲିକା ତାଙ୍କର ମନୋଜ୍ଞ କବିତା ଅଟେ। ମୁକୁନ୍ଦ ଦେବ ଓ ପୁରୁଷୋତ୍ତମ ଦେବ ତାଙ୍କର ଦୁଇଟି ନାଟକ ଅଟେ। ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ତହିଁରେ ମୋ ସ୍ଥାନ ତାଙ୍କର ଆତ୍ମଚରିତ ଅଟେ। ଏଟା ଏକ୍ଜାମରେ ମଧ୍ୟ ପଡ଼ିଥାଏ, ଜାଣିଥାନ୍ତୁ। ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ତହିଁରେ ମୋ ସ୍ଥାନ ନା ତାଙ୍କର ଆତ୍ମଚରିତ ଅଟେ। କାହାର? ପଣ୍ଡିତ ଗୋଦାବରୀଶ ମିଶ୍ର। ଘଟାନ୍ତର, ଅଭାଗିନୀ, 1817, ବିସର୍ଜନ ଆଦି ତାଙ୍କର ଉପନ୍ୟାସ ଅଟେ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର। ତାପରେ ଆସନ୍ତୁ ଜାଣିବା ପଣ୍ଡିତ କୃପାସିନ୍ଧୁ ମିଶ୍ର। ଉତ୍କଳ ଇତିହାସ, ବାରବାଟୀ, କୋଣାର୍କ, ଲୀଳା, କା, ଅଦୃଷ୍ଟବାଦ ତାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରବନ୍ଧ ଅଟେ। କ'ଣ ଅଟେ ନା ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରବନ୍ଧ ଅଟେ। ଉତ୍କଳ ଇତିହାସ, ବାରବାଟୀ, କୋଣାର୍କ, ଲୀଳା, କା, ଅଦୃଷ୍ଟବାଦ। ବାସୁଦେବ ମହାପାତ୍ର ରଚନା କରିଛନ୍ତି ଶାନ୍ତିଧାରା। ଜଗବନ୍ଧୁ ସିଂ ରଚନା କରିଛନ୍ତି ପ୍ରାଚୀନ ଉତ୍କଳ ପ୍ରବନ୍ଧସାର ଶ୍ରୀକୃଷ୍ଣ। ପଦ୍ମଚରଣ ପଟ୍ଟନାୟକ ରଚନା କରିଛନ୍ତି ପଦ୍ମପାଖୁଡ଼ା, ଆଶାମଞ୍ଜରୀ, ସୂର୍ଯ୍ୟମୁଖୀ। ଆର୍ତ୍ତବଲ୍ଲଭ ମହାନ୍ତି, ସେ ଜଣେ ବିଶିଷ୍ଟ ଗବେଷକ ଅଟନ୍ତି। 1924 ମସିହାରେ ସେ ପ୍ରାଚୀ ସମିତି ଗଠନ କରିଥିଲେ। କିଏ ନା ଆର୍ତ୍ତବଲ୍ଲଭ ମହାନ୍ତି। 1924 ମସିହାରେ। ଲାବଣ୍ୟବତୀ, ବିଦଗ୍ଧ ଚିନ୍ତାମଣି, ରସକଲ୍ଲୋଳ ଆଦି ଗ୍ରନ୍ଥର ସମ୍ପାଦନା କରିଥିଲେ। କିଏ ନା ଆର୍ତ୍ତବଲ୍ଲଭ ମହାନ୍ତି। ତାପରେ ଜାଣିବା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, ଯିଏକି ବନ୍ଦେ ଉତ୍କଳ ଜନନୀ ରଚନା କରିଛନ୍ତି। ବୁଢ଼ା ଶଙ୍କାରୀ, ଯେତେଥର ପଢ଼ିଲେ ମଧ୍ୟ ପଢ଼ିବା ପାଇଁ ଆହୁରି ଇଚ୍ଛା ହୁଏ। ନା କ'ଣ ସବୁ ରଚନା କରିଛନ୍ତି? ଜାତୀୟ ସଙ୍ଗୀତ, ଜୀବନ ସଙ୍ଗୀତ କବିତା ସବୁ ସେ ରଚନା କରିଛନ୍ତି। କଣା ମାମୁଁ ହେଉଛି ତାଙ୍କର ଉପନ୍ୟାସ, ଫେମସ୍ ଉପନ୍ୟାସ କଣା ମାମୁଁ। ତାପରେ ଜାଣିବା କୁନ୍ତଲା କୁମାରୀ ସାବତ, ଅଞ୍ଜଳି, ଉଚ୍ଛ୍ୱାସ, ସ୍ଫୁଲିଙ୍ଗ, ଅର୍ଚ୍ଚନା, ଆହ୍ୱାନ, ପ୍ରେମ ଚିନ୍ତାମଣି, ଗଡ଼ଜାତ, କୃଷକ, ଓଡ଼ିଆଙ୍କ କାନ୍ଦଣା ଆଦି ତାଙ୍କର କବିତା ପୁସ୍ତକ ଅଟେ। ପରଶମଣି, ଭ୍ରାନ୍ତି, ନଟୁଣ୍ଠି, କାଳୀବୋହୂ, ରଘୁ ଅରକ୍ଷିତ ଆଦି ତାଙ୍କର ଉପନ୍ୟାସ ଅଟେ।
ତାପରେ ଜାଣିବା ଗୋଦାବରୀ ମହାପାତ୍ର। ପାହାଚ ତଳର ଘାସ, ହାଣ୍ଡିଶାଳର ବିପ୍ଳବ, ବଙ୍କା ଓ ସିଧା, କଣ୍ଟା ଓ ଫୁଲ, ହେ ମୋର କଲମ ଆଦି ତାଙ୍କର କବିତା ପୁସ୍ତକ ଅଟେ। ମାଟିର ମାୟା, ମୁଁ ଦିନେ ମନ୍ତ୍ରୀ ଥିଲି, ନୀଳ ମାଷ୍ଟ୍ରାଣୀ ଏବେ ମଧ୍ୟ ବଞ୍ଚିଛି, ଗରିବର ଭଗବାନ ଓ ସ୍ମୃତି ସଞ୍ଚୟନ ଆଦି ତାଙ୍କର ଗଳ୍ପ ପୁସ୍ତକ। ବନ୍ଦୀର ମାୟା, ରାଜଦ୍ରୋହୀ, ରକ୍ତପାତ ଆଦି ତାଙ୍କର ଉପନ୍ୟାସ ଅଟେ। ଯେଉଁଟା ରେଡ୍ ମାର୍କ ଦିଆହେଇଛି କି ଧ୍ୟାନ ଦେଇଥିବେ, ସେଇଟା 10ମ ଶ୍ରେଣୀର ଆନୁଆଲ୍ ଏକ୍ଜାମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଟେ। ନିଆଁଖୁଣ୍ଟା ତାଙ୍କର ସମାଲୋଚନା ଧର୍ମୀ ପତ୍ରିକା ଅଟେ। ନିଆଁଖୁଣ୍ଟା 1921 ମସିହା ବେଳକୁ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିଧି ମହାନ୍ତି ରଚନା କଲେ ଜାତୀୟ ଉଦ୍ବୋଧନମୂଳକ କବିତା। ନା 1921 ମସିହା ବେଳକୁ। ସତ୍ୟବାଦୀ ପରେ ସବୁଜ ଚେତନାର ନୂତନ ପର୍ବ ଆରମ୍ଭ ହେଲା। ସତ୍ୟବାଦୀ ପରେ ସବୁଜ ଚେତନା ଯୁଗ ଆରମ୍ଭ ହେଲା। ତାର ସମୟସୀମା ହେଉଛି 1921ରୁ 1935। ସବୁଜ ଚେତନାର ନୂତନ ପର୍ବର ସମୟକାଳ। ସେ ଯୁଗର 5 ଜଣ ତରୁଣ ଲେଖକ ହେଲେ ଅନ୍ନଦା ଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠ ନାଥ। ଶରତ ଚନ୍ଦ୍ର ମୁଖାର୍ଜୀ, ହରିହର ମହାପାତ୍ର। ଏହି ଲେଖକଙ୍କର ଲେଖାରେ ପ୍ରକାଶ ପାଇଲା ସ୍ୱପ୍ନ, କଳ୍ପନା, ପ୍ରେମ, ଯୌବନ, ପ୍ରକୃତି ଓ ସୌନ୍ଦର୍ଯ୍ୟ ବୋଧର ନାନା ଭାବ ଓ ଭାବନା ସବୁ ଏ ଲେଖକଙ୍କର ଲେଖାରେ ପ୍ରକାଶ ପାଇଲା। ନା କ'ଣ? ସ୍ୱପ୍ନ, କଳ୍ପନା, ପ୍ରେମ, ଯୌବନ, ପ୍ରକୃତି, ସୌନ୍ଦର୍ଯ୍ୟ, ଭାବନା ଏଇସବୁ। ତାପରେ ଆସନ୍ତୁ ଜାଣିବା କାଳିନ୍ଦୀ ଚରଣ। 1930 ପରେ ସେ ପ୍ରଗତିବାଦୀ ଭାବଧାରା ପ୍ରତି ଆକୃଷ୍ଟ ହେଲେ। କେଉଁ ଭାବଧାରା ପ୍ରତି ଆକୃଷ୍ଟ ହେଲେ? ପ୍ରଗତିବାଦୀ। ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା, ଅମରଚିତା ଆଦି ତାଙ୍କର ପ୍ରସିଦ୍ଧ ଉପନ୍ୟାସ। ମାନବବାଦୀ ଭାବଧାରା ଓ ଗାନ୍ଧୀବାଦ ତାଙ୍କ ଗଳ୍ପ ଓ ଉପନ୍ୟାସର କ'ଣ ଅଟେ? ନା ପ୍ରାଣ ସତ୍ତା ଅଟେ। ମାନବବାଦୀ ଭାବଧାରା ବା ବିଚାରଧାରା ଓ ଗାନ୍ଧୀବାଦ ଉପରେ ସେ ଗଳ୍ପ ଓ ଉପନ୍ୟାସ ସବୁ ରଚନା କରୁଥିଲେ। ଅନ୍ନଦା ଶଙ୍କର ଓଡ଼ିଆ ଭାଷାରେ କାବ୍ୟ କବିତା ରଚନା କରୁଥିଲେ, କିନ୍ତୁ 1926 ବେଳକୁ ଓଡ଼ିଆ ଭାଷାକୁ ଛାଡ଼ି ବଙ୍ଗଳା ଭାଷାରେ ଲେଖିଲେ। ତାପରେ ଜାଣିବା ବୈକୁଣ୍ଠ ନାଥ କାବ୍ୟ ସଞ୍ଚୟନ, ଉତ୍ତରାୟଣ ସେ କବିତା ଗ୍ରନ୍ଥ ରଚନା କରିଥିଲେ। ଅଶ୍ୱିନୀ କୁମାର ଘୋଷ ସ୍ୱାଧୀନତା ଲାଭର ପୂର୍ବ 30 ବର୍ଷ କାଳ ନାଟକ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ। କିଏ? ନା ଅଶ୍ୱିନୀ କୁମାର ଘୋଷ। ସ୍ୱାଧୀନତା ଲାଭର ପୂର୍ବ 30 ବର୍ଷ କାଳ ସେ ନାଟକ ରଚନା କରି ଓଡ଼ିଆ ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଛନ୍ତି। ତାଙ୍କର ନାଟକ ସବୁ ହେଲା କୋଣାର୍କ, କଳାପାହାଡ଼, ଗୋବିନ୍ଦ ବିଦ୍ୟାଧର, କେଶରୀ ଗଙ୍ଗ, ଭୀଷ୍ମ, ସାବିତ୍ରୀ, ଶାଲବେଗ, ବନ୍ଧୁ ମହାନ୍ତି, ଶ୍ରୀ ଲୋକନାଥ, ତାଜମହଲ, ପାଇକ ପୁଅ, ଓଡ଼ିଆ ଝିଅ, କପିଳେନ୍ଦ୍ର ଦେବ, ରଘୁ ଅରକ୍ଷିତ, ଦାସିଆ ବାଉରୀ, ଶ୍ରୀମନ୍ଦିର, ଚଷା ଝିଅ ଆଦି ତାଙ୍କର ରଚନା ବା ନାଟକ ବୋଲି ଅଟେ। ତାପରେ ଜାଣିବା ଭଗବତୀ ଚରଣ ପାଣିଗ୍ରାହୀ ମାର୍କ୍ସବାଦ ଓ ପ୍ରଗତିବାଦ ଦ୍ୱାରା ଅନୁପ୍ରାଣିତ ହେଲେ। କିଏ? ନା ଭଗବତୀ ଚରଣ ପାଣିଗ୍ରାହୀ। 1935 ମସିହା ଡିସେମ୍ବର ମାସରେ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ। କେବେ? 1935 ମସିହା। କ'ଣ? ନା ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ। ଏହି ସଂସଦ ପାଇଁ 1936 ମସିହା ମେ ମାସରେ ଆଧୁନିକ ପତ୍ରିକା ପ୍ରକାଶ କଲେ। କିଏ? ନା ଭଗବତୀ ଚରଣ ପାଣିଗ୍ରାହୀ। 1936 ମସିହା ମେ ମାସରେ ଆଧୁନିକ ପତ୍ରିକା ପ୍ରକାଶ କଲେ। କାହା ପାଇଁ? ନବଯୁଗ ସାହିତ୍ୟ ସଂସଦ ପାଇଁ। ନବଯୁଗ ସଂସଦର ସଭ୍ୟ କେଉଁମାନେ ଅଟନ୍ତି? ଭଗବତୀ ଚରଣ,
ଅନନ୍ତ ପଟ୍ଟନାୟକ, ସୁନନ୍ଦକର ଇତ୍ୟାଦି ହେଉଛନ୍ତି ନବଯୁଗ ସଂସଦର ସଭ୍ୟ। ଶିକାର, ହାତୁଡ଼ି ଓ ଦାଆ, ଜୀବନର ସମାଧି, ଜଙ୍ଗଲି ଆଦି ତାଙ୍କର ଗଳ୍ପ ଅଟେ। ଭଗବତୀ ଚରଣ ପାଣିଗ୍ରାହୀଙ୍କର। କାଳିନ୍ଦୀ ଚରଣ, ଆଗାମୀ, ଯାଦୁଘର, ମୋ କବିତା ଆଦି ତାଙ୍କର କାବ୍ୟକୃତି ଅଟେ। ଅନନ୍ତ ପଟ୍ଟନାୟକଙ୍କର ରକ୍ତ ଶିଖା, ଶାନ୍ତି ଶିଖା, କିଞ୍ଚିତ, ତର୍ପଣ କରେ ଆଜି ଇତ୍ୟାଦି ହେଉଛି ତାଙ୍କର କାବ୍ୟ କବିତା।